ଭାରତ 1947 ମସିହାରେ ସ୍ୱାଧୀନ ପାଇବା ପରେ ଏଯାବତ୍ ଯେତେ ବି ସରକାର ଆସିଛନ୍ତି, ସେ ରାଜ୍ୟ ସରକାର ହଉ କିମ୍ବା କେନ୍ଦ୍ର ସରକାର ହଉ, କୌଣସି ବି ସରକାର ଏମିତି ହାସ୍ୟାସ୍ପଦ ପଦକ୍ଷେପ ନେଇନାହାନ୍ତି ଯେମିତିକି ଏବେ କିଛି ଦିନ ତଳେ ୟୁପି ସରକାର ଯୋଗୀ ଆଦିତ୍ୟନାଥ ଗୋଟେ ଡିସିସନ୍ ନେଇଛନ୍ତି ଯେ କି ଯେଉଁ ବାଟରେ ବୋଲବମ୍ ବାଲା ଗତି କରିବେ ସେ ରାସ୍ତାରେ ଥିବା ସମସ୍ତ ଠେଲାରେ ବିକୁଥିବା ଫଳମୂଳ ହଉ କି ଖାଇବା ଜିନିଷ ମାଲିକଙ୍କ ନାଁ ସମ୍ପୂର୍ଣ୍ଣ ଭାବେ ଲେଖାଯିବ, ନାଁ ୱିଥ୍ ସରନେମ୍। କ'ଣ ପାଇଁ ନା ଯେଉଁମାନେ କାୱାର୍ଡ ନେଇକି ଯାଉଥିବେ ସେମାନେ ନାଁ ପଢିକିରି ସେ ଜାଗାରେ ଭୋଜନ କରିବେ। ବାଃ, କି ପଦକ୍ଷେପ! ଆହୁରି ବି ଗୋଟେ ପଦକ୍ଷେପ ନିଅନ୍ତୁ ଯେ କି ସମସ୍ତେ ନିଜ ବେକରେ ନେମ୍ ପ୍ଲେଟ୍ ଝୁଲେଇକିରି ବୁଲନ୍ତୁ ୱିଥ୍ କାଷ୍ଟ ସାର୍ଟିଫିକେଟ୍, କାରଣ ଏସ୍ସି ଏସ୍ଟି ମନ୍ଦିର ଭିତରେ ପ୍ରବେଶ କ'ଣ, ଯିଏ ଯୋଉ ଜାତିର ସେ ସେଇ ଜାତି ଦୋକାନରୁ ଜିନିଷ କିଣନ୍ତୁ, ତାଙ୍କରି ହାତରୁ ଖାଆନ୍ତୁ। ଅଲଗା କାଷ୍ଟ ଲୋକ ଯେତେ ସବୁ ଦୋକାନ ଅଛି ସେ ଦୋକାନକୁ ସେମାନେ ଯାଆନ୍ତୁ ନାହିଁ କି ଖାଆନ୍ତୁ, କାରଣ ମାରା ହେଇଯିବେ ନା। ହିନ୍ଦୁମାନେ ହିନ୍ଦୁଙ୍କ ଦୋକାନରୁ ଆଣନ୍ତୁ, ତାମାନେ ବ୍ରାହ୍ମଣଙ୍କ ଦୋକାନରୁ ଆଣନ୍ତୁ, ଓବିସି ବାଲା ଓବିସି ଦୋକାନରୁ ଆଣନ୍ତୁ, ଏସ୍ସି ଏସ୍ଟି ବାଲା କେବଳ ଏସ୍ସି ଏସ୍ଟି ଦୋକାନରୁ ଆଣନ୍ତୁ, ମୁସଲିମ ବାଲା କେବଳ ମୁସଲିମ ଦୋକାନରୁ ଆଣନ୍ତୁ, ଜୈନ ବାଲା କେବଳ ଜୈନିଜ ଦୋକାନରୁ ଆଣନ୍ତୁ, ଖ୍ରୀଷ୍ଟିଆନ ବାଲା କେବଳ ଖ୍ରୀଷ୍ଟିଆନ ଲୋକଙ୍କ ଦୋକାନରୁ ଆଣନ୍ତୁ। ବାଃ, କି ପଦକ୍ଷେପ! ଏମିତି ଆପଣ କରି କେବଳ ମଣିଷ ଭିତରେ ଭେଦଭାବ ଛଡା ଆଉ କିଛି ବି କରୁନାହାନ୍ତି। ଆରେ ଲୋକ ତମକୁ ଭୋଟ ଦେଇ ଜିତେଇଛନ୍ତି, କାମ କର। ଇଏ କ'ଣ ଦୋକାନ ଆଗରେ ନିଜ ନାଁ ଲେଖ, ଲୋକ ପଢିକିରି ତମ ପାଖକୁ ଯିବେ ମାନେ ଭୋଜନ କରିବା ପାଇଁ କି ଜିନିଷ କିଣିବା ପାଇଁ। କି ଆଇଡିଆ! ମୁଁ କହୁଛି ଏ ଆଇଡିଆ ଏଇ ଇଣ୍ଡିଆ ଭିତରେ ରହିବା ଦରକାର। କୌଣସି ଦେଶ ଏ ଆଇଡିଆକୁ ଯେମିତି ନଚୁରି କରିପାରନ୍ତି, କାରଣ ବହୁତ ଭଲ ଆଇଡିଆ। 1947 ମସିହା ପରେ ଯେତେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ଏମିତି ଆଇଡିଆ କାହା ବୋପା ଅଜା 14 ପୁରୁଷରେ ବି ଭାବି ନାହାନ୍ତି। ବାଃ, ଏଥିରେ ଅନ୍ଧଭକ୍ତ ମାନେ ବହୁତ ଖୁସି।